ମୋ ନାଁ ରବିନାରାୟଣ ସାହୁ, ସଭାପତି ଝାରକା ପୂଜା ମହୋତ୍ସବ କମିଟି। ଆଜି ପୂଜା ସମ୍ବନ୍ଧରେ କ'ଣ କହିବେ? ପୂଜା ଆଜି ତ ଆରମ୍ଭ ହୋଇଛି। ସକାଳୁ ଆମର ଘଟ ଆସିଛି ବ୍ରାହ୍ମଣୀ ନଦୀରୁ ଏବଂ ବର୍ତ୍ତମାନ ପୂଜା କାର୍ଯ୍ୟ ଚାଲିଛି। এই ବର୍ତ୍ତମାନ ନୀତି ହେବ। ଏହାପରେ ଆମର ପଙ୍କ୍ତି ଭୋଜନ ଅଛି। ଆଜି ପ୍ରାୟ ପାଖାପାଖି 3000 ଲୋକଙ୍କ ପ୍ରସାଦ ସେବନର ବ୍ୟବସ୍ଥା ଏଠି କରାଯାଇଛି ଏବଂ ଖୁବ୍ ଶୀଘ୍ର ସେହି କାର୍ଯ୍ୟକ୍ରମ ବର୍ତ୍ତମାନ ଆରମ୍ଭ ହେବ। କେତେ ଦିନ ପର୍ଯ୍ୟନ୍ତ ଚାଲିବ ସମାରୋହ? ଦେଖନ୍ତୁ ଆଜ୍ଞା, ଇଏ ଆଜି ଆମର 16 ତାରିଖ ପବିତ୍ର ଧନୁ ସଂକ୍ରାନ୍ତିରେ ଆରମ୍ଭ ହୋଇଛି। ଏହାର ଶେଷ ହେବ ଯାଇକରି ଜାନୁଆରୀ 5 ତାରିଖ। 25 ତାରିଖ ଦିନ ଆମର ଧର୍ମଶାଳା ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବଟି ବହୁତ ଆଡ଼ମ୍ବର ସହକାରେ ପାଳନ କରାଯିବା ପାଇଁ ଆମର ପ୍ରିୟ ବିଧାୟକ ବ୍ୟବସ୍ଥା କରିଛନ୍ତି। ଏହା ପାଇଁ ବମ୍ବେରୁ ମଧ୍ୟ ଆର୍ଟିଷ୍ଟ ଆସୁଛନ୍ତି। ହଲିଉଡ଼ ବଲିଉଡ଼ ସବୁ ଆର୍ଟିଷ୍ଟମାନେ ଏଠି ସମସ୍ତଙ୍କର ଏଠି ପହଞ୍ଚିବେ, ଆସି ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ ଏବଂ ଏହି ଆମର ଯେଉଁ ମହୋତ୍ସବଟି ବହୁତ ଆକର୍ଷଣୀୟ ହେବ ବୋଲି ଆମେ ଆଶା କରୁଛୁ। ଦର୍ଶକମାନଙ୍କ ପାଇଁ କ'ଣ ବ୍ୟବସ୍ଥା ଅଛି କି ସାର୍? ହଁ ଆଜ୍ଞା, ଦର୍ଶକମାନଙ୍କ ପାଇଁ ନିଶ୍ଚିତ ଭାବରେ ବ୍ୟବସ୍ଥା ଅଛି। ଆମର ଦର୍ଶକମାନଙ୍କ ପାଇଁ ସବୁ ପ୍ରକାର କିଣାକିଣି କରିବା ପାଇଁ ସେ ବ୍ୟବସ୍ଥା କରାଯାଇଛି। ବହୁତ ରାଜ୍ୟ ବାହାରର ବ୍ୟବସାୟୀମାନେ ଆସୁଛନ୍ତି, ବଡ଼ ବଡ଼ ବ୍ୟବସାୟୀମାନେ ଆସୁଛନ୍ତି। ବିଭିନ୍ନ ପ୍ରକାର ହସ୍ତକର୍ମଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସରଞ୍ଜାମ ଘରର ସରଞ୍ଜାମ ମଧ୍ୟ କିଣିବାକୁ ମିଳିବ ଏବଂ ବଡ଼ ବଡ଼ ଦୋଳି ମଧ୍ୟ ପଡ଼ିବ। ଯେଉଁମାନେ ଛୋଟ ପିଲା ଏବଂ ବଡ଼ ଲୋକ ମଧ୍ୟ ତା'ର ଭରପୁର ଉପଭୋଗ କରିବେ ସେହି ଜିନିଷକୁ। ପୋଲିସ ପ୍ରଶାସନ ଏଇଭଳିଆ କିଛି ବ୍ୟବସ୍ଥା ଅଛି କି? ନିଶ୍ଚିତ ପୋଲିସ ପ୍ରଶାସନର ସହମତିରେ ଏସବୁ ଜିନିଷ ହେଉଛି। ପୋଲିସ ଭାଇମାନେ ନିଶ୍ଚିତ ଭାବରେ ତାଙ୍କର ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଆମକୁ ସାହାଯ୍ୟ କରିବେ। ଆମ କମିଟିର ମଧ୍ୟ ସମସ୍ତ ସଦସ୍ୟ ଯେଉଁମାନେ କି ତାଙ୍କର ଜୀବନ ପଣ କରି ଏହି ମହୋତ୍ସବକୁ ସୁନ୍ଦର କରିବା ପାଇଁ ଲାଗିଛନ୍ତି, ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଆମେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବୁ ଏବଂ ଆମର ଧର୍ମଶାଳା ମହୋତ୍ସବ ନିଶ୍ଚିତ ଭାବେ ଓଡ଼ିଶାରେ ନାଁ କରିବ। ଦେବେ ଚନ୍ଦ୍ରମଣି ପଣ୍ଡିତ, ଧର୍ମଶାଳା ପୂଜା ମହୋତ୍ସବ କମିଟିର ସଦସ୍ୟ। କ'ଣ କହିବେ ଏହି ସମ୍ବନ୍ଧରେ? ଯେଉଁ ପୂଜା ଅର୍ଚ୍ଚନା ଆମେ ଦେଖୁଛୁ ବହୁତ ଜାକଜମକ ରହୁଛି ଏହି ବର୍ଷ, ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ। ଭାବରେ ହିନ୍ଦୁ ସନାତନ ବିଚାରଧାରାର ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଆମର ଆରାଧ୍ୟ। ଧର୍ମଶାଳାରେ ଏ ଯେଉଁ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଛି, ଯେଉଁମାନେ ଆରମ୍ଭ କରିଛନ୍ତି ଆମେ ତାଙ୍କୁ ଧନ୍ୟବାଦ ଦେବୁ। ଆଜି ଧର୍ମଶାଳାରେ ଏ ଅନୁଷ୍ଠାନ ଦୀର୍ଘ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନର ନବନିର୍ବାଚିତ ଯୁବ ବିଧାୟକ ହିମାଂଶୁ ଶେଖର ସାହୁଙ୍କର ତତ୍ତ୍ୱାବଧାନରେ ମହା ଆଡ଼ମ୍ବରରେ ଏ ବର୍ଷ ମହୋତ୍ସବ ପାଳନ ହେବାକୁ ଯାଉଛି, ଯେଉଁଠି ହଲିଉଡ଼ ବଲିଉଡ଼ର ଷ୍ଟାରମାନେ ଏଠି ଆସି କାର୍ଯ୍ୟକ୍ରମ କରିବେ। ଯାତ୍ରୀମାନଙ୍କ ପାଇଁ, ଦେଖଣାହାରିକମାନଙ୍କ ପାଇଁ ସମସ୍ତ ପ୍ରକାର ଶୃଙ୍ଖଳା ରକ୍ଷା କରିବା ପାଇଁ କମିଟି ବହୁତ ସୁବ୍ୟବସ୍ଥିତ ଢଙ୍ଗରେ ବ୍ୟବସ୍ଥା କରିଛି ଏବଂ ଦେଶ ବିଦେଶର ଷ୍ଟଲ୍ମାନ ବି ଏଠି ଲାଗିବ ଏବଂ ସମସ୍ତ ପ୍ରକାର ବ୍ୟବସ୍ଥା ହେବ। ଆଜି